ପିଲାଟି ବେଳେ ଆମେ ଏଇ ଲେମନ୍ ଜୁସ୍ 5 ପଇସା ଲେମନ୍ ଜୁସ୍ ଖାଇଥିଲୁ। ଏବେ ବି ସେଇ ଲେମନ୍ ଜୁସ୍ କମଳା ଚକୋଲେଟ୍ ଯାହାକୁ କୁହନ୍ତି ସେ ଲେମନ୍ ଜୁସ୍ ଅଛି। ଅବଶ୍ୟ 5 ପଇସା ନାହିଁ, ଏବେ ତା'ର ମୂଲ୍ୟ ଅଧିକ ହେଇଯାଇଛି, କିନ୍ତୁ ପୂର୍ବର ଟେଷ୍ଟ ପରି ଏବେ ସେ ଟେଷ୍ଟ ନାହିଁ, କିନ୍ତୁ ସେ କମଳା ଲେମନ୍ ଜୁସ୍ ଏବେ ବି ରହିଛି। ଦେଖନ୍ତୁ, ଆମେ ପିଲାଟି ବେଳରେ ଏଇ କମଳା ଲେମନ୍ ଜୁସ୍ ଯେଉଁଟା ଲେମନ୍ ଜୁସ୍ ବୋଲି କୁହାଯାଉଥିଲା ଏବେ ଚକୋଲେଟ୍ ବୋଲି କୁହାଯାଉଛି, ଏ କମଳା ଲେମନ୍ ଜୁସ୍ ଖାଉଥିଲୁ ସ୍କୁଲ ଗଲାବେଳେ। ଏଇଗୁଡ଼ାକ ଆପଣଙ୍କର 10 ପଇସାରେ 4ଟି ଲେଖା ମିଳୁଥିଲା, ଆଉ କେତେବେଳେ କେମିତି 5 ପଇସାରେ ଗୋଟିଏ ମଧ୍ୟ ମିଳେ। ଏବେ ତ ଏହାର ମୂଲ୍ୟ ବହୁତ ଅଧିକ ହେଲାଣି। ଏବେ ବି ଯାହା ହଉ ଏହା ମିଳୁଛି, କିନ୍ତୁ ଓଡ଼ିଶାରେ ବହୁତ କମ୍। ଯାହା ଉତ୍ତରପ୍ରଦେଶ ଓ କଲିକତାରୁ ଏଗୁଡ଼ାକ ସବୁ ଆସୁଛି। ଏବେ ବି ସେ ଲେମନ୍ ଜୁସ୍ ରହିଛି, କମଳା ଲେମନ୍ ଜୁସ୍ ଯାହାକୁ କି କମଳା ଚକୋଲେଟ୍ କୁହନ୍ତି। ଏବେ ତ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଚକୋଲେଟ୍ ବାହାରିଲାଣି, କିନ୍ତୁ ଏ ଚକୋଲେଟ୍ର ଟେଷ୍ଟ ଏକ ନିଆରା ଟେଷ୍ଟ। ଆଉ ଠିକ୍ କମଳା ଖୋସା ଖାଇବା ଯାହା, ଏ ଚକୋଲେଟ୍ ଖାଇବା ଯାହା, କମଳା ଚକୋଲେଟ୍ ବୋଲି କୁହାଯାଏ ବା କମଳା ଲେମନ୍ ଜୁସ୍ ବୋଲି କୁହାଯାଏ। ବହୁତ ଟେଷ୍ଟି।